ନକାରାତ୍ମକ ଉର୍ଜା ନଜର ଦୋଷ ପାଇଁ ସବୁଠାରୁ ବଡ଼ ଉପାୟ। ଲେମ୍ବୁ ଉପରେ ଗୋଟିଏ କର୍ପୂର ଜଳାଇବା ଦ୍ୱାରା ନଜର ଦୋଷ ଶତ୍ରୁ ବାଧା ତୁରନ୍ତ ଦୂର ହୋଇଯିବ। ଆଜିର ଭିଡ଼ିଓଟି ବିଶେଷ କରି ଯେଉଁ ବ୍ୟକ୍ତି ତାଙ୍କ ଜୀବନରେ ଶତ୍ରୁକୁ ନେଇ ବହୁତ ହଇରାଣ ହେଉଥାନ୍ତି, ନଜର ଦୋଷରେ ପଡ଼ିକି ହଇରାଣ ହୋଇଥାନ୍ତି, ଯାହା ଘରେ ଦୁଷ୍ଟ ଶକ୍ତି ପ୍ରବେଶ କରିଦେଇଥାଏ। ଆପଣଙ୍କ ଘରେ କୌଣସି ବି ଏମିତି ଜିନିଷ ଥାଏ ଯାହାଦ୍ୱାରା କି ଆପଣଙ୍କ ଘରକୁ ପଇସା ଆସିପାରେ ନାହିଁ। ଦେଖନ୍ତୁ, ବହୁତ ଥର ଏମିତି ହୋଇଥାଏ, ଆପଣଙ୍କ ଘରକୁ ହିଁ ନଜର ଲାଗିଯାଇଥାଏ। ବହୁତ ଥର ପଇସା ଉପରେ ନଜର ଲାଗିଥାଏ, ବ୍ୟକ୍ତିଙ୍କ ନଜର ଲାଗିଯାଇଥାଏ। ଆଜିର ଦୁନିଆରେ ଯଦି କୌଣସି ବ୍ୟକ୍ତି ସଫଳତା ପାଇ ଆଗକୁ ଯାଇଥାଏ, ତାଙ୍କ ପଛରେ ପଇସା, ଗାଡ଼ି, ବଙ୍ଗଳା ଯଦି ଅଧିକରୁ ଅଧିକ ହୋଇଯାଏ, ତେବେ ଏହି ବ୍ୟକ୍ତିଙ୍କର ହଜାର ହଜାର ଶତ୍ରୁ ବନିଯାଇଥାନ୍ତି। ସମସ୍ତେ ଆପଣଙ୍କ ଶତ୍ରୁ ହୋଇନଥାନ୍ତି, କିନ୍ତୁ କିଛି ଲୋକ ଥାଆନ୍ତି ଆପଣଙ୍କ ଉପରେ ଜଳିଥାନ୍ତି, ଈର୍ଷା କରିଥାନ୍ତି, ଆପଣଙ୍କର ଶତ୍ରୁ ବନିଯାଇଥାନ୍ତି। ଆଉ ସେହି ଶତ୍ରୁ ହଜାରେ ଚେଷ୍ଟା କରିଥାନ୍ତି, କିଛି ବି କରିକି ଆପଣଙ୍କ ପିଛା ଛାଡ଼ିନଥାନ୍ତି। ଆଉ ଏହି ଶତ୍ରୁ ଆପଣଙ୍କର ଗୁପ୍ତ ଶତ୍ରୁ ହୋଇପାରନ୍ତି। ଆଉ କିଛି ଶତ୍ରୁ ଆପଣଙ୍କ ସାମ୍ନାରେ ମିଠା କଥା କହିଥାନ୍ତି, ପଛରେ ଆପଣଙ୍କ ପାଇଁ ଖରାପ ଚିନ୍ତା ଭାବିଥାନ୍ତି, କିପରି ଆପଣମାନଙ୍କୁ ସେ ତଳକୁ ଖସାଇବେ। ଏମିତି କିଛି ଆପଣଙ୍କ ପାଇଁ କରିଥାନ୍ତି, ଯାହାଫଳରେ ଆପଣଙ୍କ ଘରେ ଧନଜନିତ ସମସ୍ୟା ଆସିଯାଇଥାଏ। ମେହନତ କରିବା ପରେ ବି ପଇସା ଆପଣମାନେ ଧରିପାରନ୍ତି ନାହିଁ। ଏହିପରି ବହୁତ କଷ୍ଟ, ବେମାରୀ ଆପଣଙ୍କ ଘରେ ଆସିଯାଇଥାଏ, ଆଉ ଯିବାର ନାଁ ହିଁ ଧରି ନଥାଏ। ଏଥିପାଇଁ ଆଜିର ଭିଡ଼ିଓରେ ଆମେ ଆପଣମାନଙ୍କୁ ଯେଉଁ ଉପାୟଟି କହିବାକୁ ଯାଉଛୁ, ଲେମ୍ବୁ ଉପରେ ଗୋଟିଏ କର୍ପୂର ରଖିକି ଯେଉଁ ଆପଣ ଜଳାଇବେ, ଏହାଦ୍ୱାରା ଯେତେ ବଡ଼ ବି ନଜର ଦୋଷ ଦୂର ହୋଇଯିବ। କାହିଁକି ନା ନଜର ଯଦି ଆପଣଙ୍କ ଘରକୁ ଲାଗିଥାଏ, ତ ସେହି ଘରେ ଧନହାନି ଅଧିକ ହୋଇଥାଏ, ଅଯଥା ଖର୍ଚ୍ଚ ଷ୍ଟାର୍ଟ ହୋଇଯାଇଥାଏ, ଦୁର୍ଘଟଣା ବି ଅଧିକ ହେବା ଷ୍ଟାର୍ଟ ହୋଇଯାଇଥାଏ। ଆଉ ସେହି ଘରେ କୌଣସି ବି ବ୍ୟକ୍ତିଙ୍କର ସଫଳତା ମିଳିବ ନାହିଁ। ଯେଉଁ ଚାକିରି କିମ୍ବା ବାଣିଜ୍ୟ ବ୍ୟବସାୟ ଆପଣମାନେ କରିଥାନ୍ତି, ଏହି ନଜର ଦୋଷରୁ ସେହି ସବୁ ଧୀରେ ଧୀରେ ଚାଲିଯାଇଥାଏ। ଆପଣମାନେ ସବୁ କିଛି ହରାଇ ବସି ପଡ଼ିବେ। ଜରୁରୀ ନୁହେଁ ଯେ କେବଳ ନଜର ଦୋଷରୁ ହିଁ ଏହି ସବୁ କ୍ଷତି ଦେଖା ଦେଇଥାଏ। ବହୁତ ଗୁଡ଼ିଏ କାରଣ ବି ଅଛି, ଯାହାଫଳରେ ଆପଣ ଧନହାନି, ନୁକସାନ, ବ୍ୟାପାର ଚାକିରିରେ କ୍ଷତି ହୋଇଥାଏ। ଆଜିର ଭିଡ଼ିଓ ଆମେ ଯେଉଁ ଉପାୟ ଆପଣଙ୍କୁ ବତାଇବୁ, ଆପଣ କେବେ ବି କିଛି ଆଉ ନୁକସାନ ହେବ ନାହିଁ। ଏହାଦ୍ୱାରା ଲାଭ ହିଁ ଲାଭ ମିଳିବ। ନକାରାତ୍ମକ ଶକ୍ତି, ନକାରାତ୍ମକ ଉର୍ଜାକୁ ବି ଏହି ଉପାୟ ଦୂର କରିଦେବ। ଦେଖନ୍ତୁ, ଆପଣଙ୍କ ଘରେ ନକାରାତ୍ମକ ଶକ୍ତି ଛାୟା ହୋଇ ରହିଥାଏ। କାହିଁକି ନା ନକାରାତ୍ମକ ଶକ୍ତି, ଦୁଷ୍ଟ ଶକ୍ତି ଯଦି ଆପଣଙ୍କ ଘରେ ପ୍ରବେଶ କରିଯିବ, ତେବେ ଏହି ଉପାୟ ଯଦି ଆପଣ କରିବେ, ତେବେ ଆପଣଙ୍କ ଘରୁ ଏହା ତୁରନ୍ତ ଦୂର ହୋଇଯାଇଥାଏ। ଆଉ ଏହି ନକାରାତ୍ମକ ଶକ୍ତି, ଦୁଷ୍ଟ ଶକ୍ତି ଯଦି ଥରେ ଆପଣଙ୍କ ଘରକୁ ପ୍ରବେଶ କରିଦେବ, ତେବେ ଆପଣଙ୍କ ଘରେ ଧନହାନି ହେବ, ଘରେ କରଜ ଆରମ୍ଭ ହୋଇଯିବ, ଘରେ ପ୍ରତ୍ୟେକ ସଦସ୍ୟଙ୍କୁ ବେମାରୀ ଷ୍ଟାର୍ଟ ହୋଇଯିବ, ବାର ବାର ହେବାକୁ ଏହି ବେମାରୀ ଲାଗିବ। ଆଉ ଏହି ନକାରାତ୍ମକ ଶକ୍ତି, ଦୁଷ୍ଟ ଶକ୍ତି ଆପଣଙ୍କ ଘରୁ ଦୂର ହୋଇଯିବ ଯଦି ଆପଣ ଲେମ୍ବୁ ଆଉ କର୍ପୂର ବାଲା ଉପାୟଟି କରିବେ। ଆଉ ଏହା କରିବା ଦ୍ୱାରା ଯେତେ ବଡ଼ ବି ଶତ୍ରୁ ହେଇଥାନ୍ତୁ ନା କାହିଁକି, ଆପଣଙ୍କର ପିଛା ତୁରନ୍ତ ଛାଡ଼ିଦେବେ। ନକାରାତ୍ମକ ଶକ୍ତି ଯଦି ଘରେ ଥାଏ, ତାହା ତୁରନ୍ତ ଆପଣଙ୍କ ଘରୁ ଦୂର ହୋଇଯିବ। ଯଦି କାହାର ନଜର ଆପଣଙ୍କୁ, ଆପଣଙ୍କ ଘରକୁ, ଆପଣଙ୍କ ପଇସାକୁ ବା ଆପଣଙ୍କ ପରିବାରର କୌଣସି ବ୍ୟକ୍ତିଙ୍କୁ ଲାଗିଥାଏ, ତ ତାହା ମଧ୍ୟ ଏହି ଉପାୟ କରିବା ଦ୍ୱାରା ଏହା ଦୂର ହୋଇଯିବ। ତେବେ ଚାଲନ୍ତୁ ଏହି ଉପାୟକୁ କିପରି କରିବେ ଆଉ କେତେ ଦିନ ଏହି ଉପାୟକୁ କରିବେ ଜାଣିବା। ଉପାୟଟି ଜାଣିବା ପୂର୍ବରୁ ମୋର ଆପଣମାନଙ୍କୁ ଅନୁରୋଧ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିବ, ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିବେ, ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରିବେ। ଏପର୍ଯ୍ୟନ୍ତ ଯଦି ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଏବେ ହିଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ। କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିବେ। ଦେଖନ୍ତୁ, ସପ୍ତାହର କେବଳ ଶୁକ୍ରବାର ଦିନ ଛାଡ଼ି ଆପଣ କୌଣସି ବି ଦିନ ଏହି ଉପାୟକୁ କରିପାରିବେ। ଆଉ ଏହି ଉପାୟଟି କରିବା ପାଇଁ
ଗୋଟିଏ ଲେମ୍ବୁଟିଏ ନେବେ ଆଉ ସେହି ଲେମ୍ବୁକୁ 2 ଫାଳ କରି କାଟି ନେବେ। ଏହା ସହ 7ଟି ଲବଙ୍ଗ ନେବେ ଆଉ ସେହି 7ଟି ଲବଙ୍ଗ ପୁରା ଗୋଟା ଗୋଟା ନେବେ। ଏହା ସହ ଗୋଟିଏ କର୍ପୂର ଖଣ୍ଡ ନେବେ। ଏବେ ଆପଣ କ'ଣ କରିବେ ନା ଯେଉଁ ଲେମ୍ବୁ ଆପଣ କାଟିଥିଲେ ସେହି ଗୋଟିଏ ଫାଳ ଲେମ୍ବୁରେ ଗୋଟିଏ ଗୋଟିଏ କରି 7ଟି ଯାକ ଲବଙ୍ଗକୁ ଆପଣ ପୋତି ଦେବେ ଲେମ୍ବୁ ଭିତରେ। ଆଉ ସେହି ଲେମ୍ବୁ ମଝିରେ ଅଳ୍ପ ଟିକେ ଲୁଣ ରଖିଦେବେ। ଆଉ ସେହି ଲୁଣ ଉପରେ ଯେଉଁ କର୍ପୂର ଖଣ୍ଡ ନେଇଥିଲେ ସେହି କର୍ପୂର ଖଣ୍ଡକୁ ଲୁଣ ଉପରେ ରଖିଦେବେ। ଏହାପରେ ଆପଣଙ୍କ ଘରର ଯେକୌଣସି ବି ରୁମ୍‌ରେ ସେହି ଲେମ୍ବୁ ଫାଳରେ ଯେଉଁ କର୍ପୂର ରଖିଥିଲେ ତାହାକୁ ଜଳାଇ ଦେବେ। ଯଦି ବି ଆପଣ ଏହାକୁ ସନ୍ଧ୍ୟା ସମୟରେ କରୁଛନ୍ତି ତ ବହୁତ ବଢ଼ିଆ କଥା। ନାହିଁ ତ ଆପଣଙ୍କ ପାଖରେ ଯଦି ସମୟ ହେଉନାହିଁ ତେବେ ଆପଣ ଏହି ଉପାୟଟିକୁ ସକାଳେ କରିପାରିବେ। ଦେଖନ୍ତୁ ଯେବେ ବି ଆପଣ ଏହି ଉପାୟଟିକୁ କରିବେ ତା ପରଠାରୁ ଆପଣ ନିଜେ ମାର୍କ କରିବେ। ଯାହା ବି ଆପଣଙ୍କ ଘରେ ନକାରାତ୍ମକ ଶକ୍ତି ଥିଲା, ଯାହା ବି ନେଗେଟିଭ୍ ଏନର୍ଜି ପ୍ରତ୍ୟେକ ଆପଣଙ୍କ କାର୍ଯ୍ୟକୁ ସଫଳ ହେବାକୁ ଦେଉନଥିଲା। ଘରେ ଆପଣଙ୍କ ପଇସାକୁ ଆସିବାକୁ ଦେଉନଥିଲା। ଖାଲି ସେତିକି ନୁହେଁ, ଆପଣଙ୍କ ଘରେ ବେମାରୀ ବଢ଼ିବାରେ ଲାଗିଥିଲା। ତାହା ସବୁ ଏହି ଉପାୟ କରିବା ପରେ ତୁରନ୍ତ ଦୂର ହୋଇଯିବ। ଆଉ ଯଦି ବି ଏହି ଉପାୟକୁ ଆପଣ କରୁଛନ୍ତି, ତେବେ ଏହିଭଳି କେତେକ ଭୁଲ ଜିନିଷ ଆଉ ଆପଣଙ୍କ ଘରକୁ ଭୁଲରେ ବି ପ୍ରବେଶ କରିବ ନାହିଁ। ତେଣୁ ଆପଣମାନେ ଚେଷ୍ଟା କରନ୍ତୁ ଆପଣଙ୍କ ଘରୁ ନକାରାତ୍ମକ ଶକ୍ତିକୁ ଦୂର କରିବା ପାଇଁ। ନଜର ଶକ୍ତିକୁ ଦୂରରେ ରଖିବା ପାଇଁ। ଶତ୍ରୁଠାରୁ ମୁକ୍ତି ପାଇବା ପାଇଁ ଚାହାନ୍ତି ତ ବହୁତ ଛୋଟିଆ ଉପାୟଟେ କିନ୍ତୁ ବହୁତ ଉତ୍ତମ ହୋଇଥାଏ। ନିହାତି ଏହି ଉପାୟଟିକୁ କରନ୍ତୁ ଆଉ ଏହି ଉପାୟଟି ଆପଣ 3ରୁ 4 ଥର କରନ୍ତୁ। ଯେ ପର୍ଯ୍ୟନ୍ତ ଏହି ଉପାୟକୁ ଆପଣ ଲାଭ ମିଳିନଛି ସେହି ପର୍ଯ୍ୟନ୍ତ ଏହି ଉପାୟଟିକୁ କରନ୍ତୁ। ଏମିତି ବି ବେଳେବେଳେ ଏହି ଉପାୟ ଗୋଟିଏ ଥର ବି ସଫଳ ହୋଇଯାଇଥାଏ। ଆଉ ବେଳେବେଳେ ଏହି ଉପାୟ ଗୋଟିଏ ଥର କିମ୍ବା 2 ଥର ବି କାମ କରିଦେଇଥାଏ। ତେଣୁ ପୁରା ଶ୍ରଦ୍ଧା ଆଉ ସଚ୍ଚା ହୃଦୟରେ ଏହି ଉପାୟଟିକୁ ଆପଣମାନେ କରନ୍ତୁ। ଆଉ ଏହା ମନରୁ ଭାବିକି ହିଁ କରନ୍ତୁ ଯେ ଏହି ଉପାୟ ନିଶ୍ଚୟ ସଫଳ ହେବ ହିଁ ହେବ। ଆଉ ପୁରା ଶ୍ରଦ୍ଧା ଆଉ ସଚ୍ଚା ମନରେ ଯେଉଁ ଉପାୟ ବିଶ୍ୱାସର ସହ ଯେଉଁ ଉପାୟ କରାଯାଏ ତାହା ଫଳ ହିଁ ସଫଳ ହୋଇଥାଏ। ଏବେ ଆସନ୍ତୁ ଜାଣିବା ଅନ୍ୟ ଏକ ଉପାୟ। ଆଉ ଏହି ଉପାୟଟି ବିଶେଷ କରି ଯେଉଁ ବ୍ୟକ୍ତି ବ୍ୟାପାର ଅଛି, ବିଜନେସ୍ ଅଛି, ଦୋକାନ ଅଛି, ଖାସ୍ କରି ସେହି ବ୍ୟକ୍ତିଙ୍କ ପାଇଁ ଏହି ଉପାୟଟି। ଯଦି ବି ଆପଣ ନିଜେ ଦୋକାନ କରିଛନ୍ତି କିମ୍ବା କାହା ସପ୍‌ରେ ଆପଣମାନେ ରହିଛନ୍ତି ତ ଏହାପରେ ବି ଆପଣ ଏହି ଉପାୟଟିକୁ କରିବେ। ତ ଯେଉଁମାନଙ୍କର ବ୍ୟାପାର ଚାଲୁନାହିଁ, ଯାହାଙ୍କ ବ୍ୟବସାୟରେ ବହୁତ ଲସ୍ ଆସୁଥାଏ, ଚାକିରି ମିଳିପାରୁନାହିଁ, ବହୁତ କ୍ଷତି ପରେ କ୍ଷତି ଆପଣଙ୍କୁ ସହିବାକୁ ପଡ଼ିଥାଏ। ତେବେ ଏହା ବହୁତ ଛୋଟିଆ ଉପାୟଟିଏ ଆଉ ଏହି ଉପାୟ ଲେମ୍ବୁ ଦ୍ୱାରା ଉପାୟ ଅଟେ। ଆଉ ଏହି ଉପାୟଟିକୁ ନିହାତି କରନ୍ତୁ ଆଉ ଦେଖନ୍ତୁ କେତେ ଜଲ୍ଦି ଆପଣଙ୍କର ଲାଭ ମିଳୁଛି। ତ ଆପଣ ଗୋଟିଏ ଛୋଟ ଲେମ୍ବୁଟିଏ ବା ଗୋଟା ଲେମ୍ବୁଟିଏ ନିଅନ୍ତୁ ଆଉ ସେହି ଲେମ୍ବୁକୁ ଆପଣଙ୍କର ଦୋକାନ ହେଉ, ବିଜନେସ୍ ହେଉ, ଯେଉଁଠି ବି କାମ କରୁଛନ୍ତି ସେହି ରୁମ୍ ବା କୌଣସି ସପିଂ ମଲ୍‌ରେ ଯଦି ବି ଆପଣ କାମ କରୁଛନ୍ତି ତ ସେହି ରୁମ୍‌ରେ ଏହି ଲେମ୍ବୁକୁ 4 କାନ୍ଥରେ ଛୁଆଇ ଦିଅନ୍ତୁ। 4ଟି ଦେବାଲରେ ଟଚ୍ କରାଇ ଦିଅନ୍ତୁ। ଏହାପରେ ସେହି ଲେମ୍ବୁକୁ 4 ଭାଗ କରି କାଟି ଦିଅନ୍ତୁ। ଆଉ ସେହି 4 ଭାଗ ଲେମ୍ବୁକୁ କାହାର ବି ଚଉରା ଉପରେ ଫୋପାଡ଼ି ଦିଅନ୍ତୁ। ଆଉ ଏହି ଉପାୟଟିକୁ ଆପଣ କୌଣସି ବି ଦିନ କରିପାରିବେ। ଏହି ଉପାୟଟିକୁ କରନ୍ତୁ ଆଉ ଦେଖନ୍ତୁ କିପରି ଆପଣଙ୍କ ବିଜନେସ୍ କିପରି ଚାଲୁଛି। ଯାହା ବି ଆପଣଙ୍କର ବିଜନେସ୍‌ର ନୁକସାନ ହେଉଥିଲା, ଏହି ଉପାୟ କରିବାରେ ଆଉ ଆପଣଙ୍କର ନୁକସାନ ହେବ ନାହିଁ। କାହିଁକି ନା ଏହି ଉପାୟ କରିବା ଦ୍ୱାରା ଯେଉଁ ନଜର ଲାଗିଥିଲା ଆପଣଙ୍କ ଦୋକାନକୁ, ବିଜନେସ୍‌କୁ ଏହା ତୁରନ୍ତ ଦୂର ହେବା ସହ ଯଦି ବି କୌଣସି ଶତ୍ରୁ ଆପଣଙ୍କର କିଛି କଳା ଯାଦୁ କରିଥାଏ ତ ସବୁକିଛି ଏହି ଉପାୟ ଦ୍ୱାରା ଦୂର ହୋଇଯାଇଥାଏ। ଆଉ ଥରେ କହି ରଖୁଛି, ଭିଡ଼ିଓଟିକୁ ଗୋଟିଏ ଲାଇକ୍ ନିହାତି କରନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଏପର୍ଯ୍ୟନ୍ତ ଆପଣମାନେ ନୂଆ ଅଛନ୍ତି ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍‌ଟିକୁ ଦବାଇ ଦିଅନ୍ତୁ। ଯାହାଫଳରେ କି ଆମର ପ୍ରତ୍ୟେକ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ପାଖରେ ପହଞ୍ଚିବ। ଆଜି ପାଇଁ ରହୁଛି।
ପୁଣି ଦେଖାହେବ ଆଗାମୀ ଏକ ସୁନ୍ଦର ଭିଡିଓ ମାଧ୍ୟମରେ।